ଆଜ୍ଞା, ଆପଣ ଏମିତି ଗୋଟେ ମିଛ ପ୍ରେମରେ ପଡ଼ିଯାଇଛନ୍ତି ଯାହାକି ସେ ଝିଅ ଆପଣଙ୍କୁ କେବଳ ସ୍ୱାର୍ଥର ମତଲବ ରଖି ଆପଣଙ୍କ ସହିତ ସମ୍ପର୍କ ରଖୁଛି। ଯେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ପକେଟରେ ଥିବ ସେତେ ଦିନ ପର୍ଯ୍ୟନ୍ତ ତା ପାଟିରୁ ମଧୁର ବଚନ ବାହାରୁଥିବ, ଆଉ ଭଲ ଭଲ ଅଭିନୟ ବି କରିପାରୁଥିବ। କିନ୍ତୁ ଆପଣ ବୁଝିପାରୁନଥିବେ। ଆପଣ ଏଇଆ ଭାବୁଥିବେ କି ଆରେ ୟାର ସେ ମୋତେ ବହୁତ ଭଲ ପାଉଛି, ବଟ୍ ଆପଣଙ୍କର ଏହା ଭ୍ରମ ଧାରଣା। ଆପଣ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ ଯେ ପ୍ରେମ ପ୍ରେମ ଏମିତି ଗୋଟେ ଜିନିଷ ଯାହାକି କାହାଠାରୁ କୌଣସି ଜିନିଷ ସ୍ୱାର୍ଥ ଦ୍ୱାରା ଆଦାୟ କରି ହୁଏନି। ପ୍ରେମ ଆପେ ଆପେ ହୋଇଯାଏ, ଆଉ ସେ ପ୍ରେମରେ କୌଣସି କାରଣ ନଥାଏ। କିନ୍ତୁ ଏମିତି କୌଣସି ପରିସ୍ଥିତି ଆପଣଙ୍କ ପାଖରେ ଦେଖାଦିଏ ଯାହାକି ଗୋଟେ ଗୋଟେ ଝିଅ ଆପଣଙ୍କ ଲାଇଫକୁ ନଷ୍ଟ କରିଦିଅନ୍ତି। ଆପଣଙ୍କ ପକେଟ ଖାଲି ହେବା ସହିତ ଆପଣଙ୍କ ବାପାଙ୍କର ପକେଟ ବି ଖାଲି କରିଦିଅନ୍ତି। ଏମିତିକି ଆପଣଙ୍କ ଘରର ଆକାଉଣ୍ଟ ସବୁ ଖାଲି କରିଦିଅନ୍ତି। ସେଇ ଝିଅମାନେ ଆପଣଙ୍କୁ ଏମିତି ପାଗଳ ବନେଇ ଦିଅନ୍ତି ଯାହାକି ଆପଣ ତା ବିନା ଗୋଟେ ମୁହୂର୍ତ୍ତ ବଞ୍ଚି ପାରନ୍ତିନି। କିନ୍ତୁ ଏଭଳି ମିଛ ପ୍ରେମ ଠାରୁ ହୁସିଆର ହେଇଯାଆନ୍ତୁ। କାହିଁକି ନା ଆପଣଙ୍କର ସବୁତକ ପ୍ରେମ ସାଇତି ରଖନ୍ତୁ ସେତେ ଦିନ ପର୍ଯ୍ୟନ୍ତ ଯେଉଁଦିନ ଆପଣଙ୍କ ମନର ମଣିଷ ଆପଣଙ୍କ ପାଖକୁ ନ ଆସିଛି। ଭଗବାନ କୋଉଠି ନା କୋଉଠି ଆପଣଙ୍କ ପାଇଁ ମଣିଷଟିଏ ନିଶ୍ଚୟ ତ ରଖିଛନ୍ତି ନା, ତାହେଲେ ଓରିଡ଼ି ହେବାର ଏତେ କାହିଁକି? ଆପଣ ଥରୁଟିଏ ନିଜକୁ ଥରେ କ୍ୱେଶ୍ଚିନ୍ କରନ୍ତୁ ଯେ ମୁଁ କିଏ, କୋଉଠି ଅଛି, କ'ଣ କରୁଛି, ମୋର କାମ କ'ଣ? ଏଇଆ ଭାବି ବାଟ ଚାଲନ୍ତୁ। ଦେଖିବେ ଆପଣଙ୍କର ସବୁ କିଛିର ଆନ୍ସର ନିଜେ ନିଜଠାରୁ ପାଇଯିବେ। ସେଥିପାଇଁ ପ୍ରେମ କରନ୍ତୁ, ମନା ନାହିଁ। କିନ୍ତୁ ଯେଉଁ ପ୍ରେମ ସ୍ୱାର୍ଥ ରଖିଲା ସେଠୁ ଦୂରେଇ ଯାଆନ୍ତୁ, ନହେଲେ ଆପଣଙ୍କ ପାଇଁ ଭୟାନକ ପରିସ୍ଥିତି ସୃଷ୍ଟି କରିପାରେ। ଏଥିରେ ଟିକେ ମାତ୍ର ସନ୍ଦେହ ନାହିଁ। ସବୁବେଳେ ଯଦି ପ୍ରେମ କରିବାକୁ ଚାହୁଁଛ ତ ସ୍ୱୟଂ ଭଗବାନଙ୍କୁ ପ୍ରେମ କର, ପିତାମାତାଙ୍କୁ ପ୍ରେମ କର, ନିଜ ସଂସାରକୁ ପ୍ରେମ କର, ବଟ୍ ଏ ମାୟାବିନୀ ପ୍ରେମ ଠାରୁ ଦୂରେଇ ରୁହନ୍ତୁ। କାହିଁକି ନା ଆପଣ ଯେତେବେଳେ ଜନ୍ମ ନେଇଛନ୍ତି ନିଶ୍ଚୟ ଆପଣଙ୍କ ପାଇଁ ସାଥୀଟିଏ ସ୍ୱୟଂ ଭଗବାନ ଆପଣଙ୍କ ନିକଟକୁ ପଠେଇବେ। ତା ପୂର୍ବରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ସମୟ ଅନୁସାରେ ଫଳ ନିଶ୍ଚୟ ପ୍ରାପ୍ତ ହେବ। କିନ୍ତୁ ଯଦି ନିଜ ମୁତାବକ ଅନୁସାରେ ସବୁ କିଛି ଚୁଜ୍ କରୁଛନ୍ତି ତାହେଲେ ଫେଲୁଅର ତ ସୁନିଶ୍ଚିନ୍ତ। ସେଥିପାଇଁ ସାବଧାନ ହେଇଯାଆନ୍ତୁ। ସମୟ ଅନୁସାରେ କର୍ମ କରନ୍ତୁ, ଫଳ ଉପରବାଲା।